आचार्य चाणक्य मानव जातिर कल्याण निमंते अनेक कथा चाणक्य नीति रे उल्लेख करिसेंती। चाणक्य मतरे जे व्यक्ति आर्थिक व्यवहार करिबारे काम करिबारे ज्ञान अर्जन करिबारे लाज करे नहीं से सुखी व्यक्ति होइथे। जीवन रे एते भी सादा सरल हुंतु नहीं जहा फल आपण मानकु अन्य माने सहजरे धोखा देई पारिबे। जदि आपण सिंहर गुफा को जाउछंती तेबे आपणकु हाथीर मथारे मणि मिली पारे। जो प्रकार फुलरे सुगंध रही, तिलरे तेल रही, काठरे निया रही, क्षीर घी अच्छी, ठीक सेहीपरि जदि आपण अन्य को सठिक नजर देखिबे तेबे तांका मध्यरे परमात्मा मिली पारिबे। जदि ज्ञानर सठिक व्यवहार न हुए तेबे ता हजि जाइथे। ठीक सेहीपरि मनीष अज्ञानी थिले रास्ता भूली जाए। सेनापति बिना सेना हजि जाए और स्वामी बिना स्त्री हजि जाए। संतोष समान कौनसी सुख नहीं, लोभ समान कौनसी रोग नहीं, दया समान कौनसी गुण नहीं। ଯେଉଁ ଜଳ ଧରିତ୍ରୀରେ ସମର୍ପିତ ହୋଇଥାଏ ତାହା ଶୁଦ୍ଧ ହୋଇଥାଏ। ଠିକ୍ ସେହିପରି ପରିବାରରେ ସମର୍ପିତ ସ୍ତ୍ରୀ ଶୁଦ୍ଧ ହୋଇଥାଏ। ଲୋକମାନଙ୍କର କଲ୍ୟାଣ କରୁଥିବା ରାଜା ଶୁଦ୍ଧ ଅଟନ୍ତି ଏବଂ ସେହି ପୂଜକ ଶୁଦ୍ଧ ଅଟନ୍ତି ଯିଏ ସନ୍ତୁଷ୍ଟ ହୋଇଥାନ୍ତି। ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ଭୁଲକୁ ପରିହାସ କରିଥାନ୍ତି ସେହିପରି ନଷ୍ଟ ହୋଇଥାନ୍ତି ଯେପରି ସାପ ପକ୍ଷୀମାନଙ୍କ ମେଳକୁ ଯାଇ ମରିଯାଏ। ଯାହାକୁ ଯେତେ ଗାଳି ଦେଲେ ମଧ୍ୟ ତା ଉପରେ କୌଣସି ଫରକ ପଡ଼େ ନାହିଁ ଓ ଯିଏ ପ୍ରସନ୍ନ ହେବା ପରେ ସମ୍ମାନ ଥିବା ବ୍ୟକ୍ତିକୁ କିଛି ଦିଏ ନାହିଁ ସେହିଭଳି ବ୍ୟକ୍ତି କାହାକୁ ରକ୍ଷା କରିପାରିବେ ନାହିଁ। ସକାଳୁ ଉଠିଲା ପରେ ନିଜ କର୍ମ ବିଷୟରେ ଭାବିବା, ମଧ୍ୟାହ୍ନରେ ନିଜ ମାଆକୁ ସ୍ମରଣ କରିବା ଓ ରାତ୍ରିରେ ଚୋରମାନଙ୍କୁ ନ ଭୁଲିବା। ଯାହା ପାଖରେ ଟଙ୍କା ନାହିଁ ସେ ଗରିବ ନୁହେଁ ବରଂ ପ୍ରକୃତରେ ଧନୀ ହୋଇଥାଏ ଯଦି ତାହା ପାଖରେ ବିଦ୍ୟା ରହିଥାଏ। ଯାହା ପାଖରେ ବିଦ୍ୟା ନାହିଁ ସେ ସବୁ କ୍ଷେତ୍ରରେ ନିର୍ଧନ ହୋଇଥାଏ। ତେବେ ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ନୀତି ଉପଦେଶ ଯାହାକୁ ମାନବ ଜାତି ସ୍ମରଣ କରି ତାହାକୁ ସଠିକ ଉପଯୋଗ କରିବା ଉଚିତ। ତେବେ ଯାଇ ମଣିଷ ଜୀବନରେ ବଡ଼ ସଫଳତା ହାସଲ କରିପାରିବ ଓ ଆଗକୁ ମଧ୍ୟ ବଢ଼ିପାରିବ। ଚାଣକ୍ୟଙ୍କ ମତରେ ବଣରେ ଯେଉଁ ଗଛ ସିଧା ରହିଥାଏ ତାହା ପ୍ରଥମେ କଟାଯାଏ, କିନ୍ତୁ ଯେଉଁ ଗଛ ବଙ୍କା ରହିଥାଏ ତାହା ସେମିତି ଠିଆ ହୋଇ ଅନେକ ଦିନ ଯାଏ ରହିଥାଏ। ବନ୍ଧୁଗଣ, ଆଶା କରୁଛି ଏ ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ।